ସଂସାରର ସମସ୍ତ ମନୁଷ୍ୟକୁ କିପରି ବଶୀଭୂତ କରାଯାଇପାରିବ। ତେଣୁ କୁହାଯାଇଛି ଯେ ବଶୀଭୂତ କରିବା ପାଇଁ ହେଲେ ମିଠା ବାଣୀର ଆବଶ୍ୟକ, ଅର୍ଥାତ୍ ମଧୁର ବାଣୀ, ମିଠା ବିଚାର, ମିଠା ସ୍ୱଭାବ, ମଧୁର ଆଚରଣରେ ସମସ୍ତଙ୍କୁ ବଶୀଭୂତ କରାଯାଇପାରିବ। ଯେପରି ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ସୁନ୍ଦର ଥିଲା, ବଂଶୀ ତାଙ୍କର ପ୍ରତୀକ ଥିଲା, ତେଣୁ ସେ ସମସ୍ତଙ୍କୁ ବଶୀଭୂତ କରିପାରୁଥିଲେ। ଯେପରି କୁଆ ଏବଂ କୋଇଲି ଦୁଇ ଜଣ ଯାକର ରଙ୍ଗ କିନ୍ତୁ କଳା, କିନ୍ତୁ ସେମାନଙ୍କର ବାଣୀ ଅଲଗା ଅଲଗା। କୁଆ କଣ୍ଠରେ ଶୁଣିଲେ ଲୋକ ଟେକା ମାରନ୍ତି, କିନ୍ତୁ କୋଇଲି କଣ୍ଠରେ ଲୋକମାନେ କଣ୍ଠ ମିଳାଇ ଗୀତ ଗାନ କରନ୍ତି। ତେଣୁ କୋଇଲିର କଣ୍ଠ ମଧୁର, ତେଣୁ ମଧୁର କଲେ ସମସ୍ତଙ୍କୁ ହିଁ ବଶୀଭୂତ କରିପାରିବେ। ଜୟ ଜଗନ୍ନାଥ।